ଜୟ ଜଗନ୍ନାଥ। ମୁଁ ଡକ୍ଟର ଆରତୀ ତ୍ରିପାଠୀ। କବି ଦେବେନ୍ଦ୍ରନାଥଙ୍କର କାବ୍ୟ ଜଣେ ଅସ୍ପୃଶ୍ୟର ଦିନଲିପିର ଚତୁର୍ଥ ସ୍ତବକ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବାକୁ ଯାଉଛି। ଶ୍ରିୟା ଚଣ୍ଡାଳୁଣୀ ନିଜକୁ ଅସ୍ପୃଶ୍ୟ ଅଛୁଆଁ ମନେକରି ଭାଗ୍ୟ ଓ କର୍ମକୁ ତାର ଧିକ୍କାର କରୁଛି। ଏପରିକି ସେ ଶୁଣିବାକୁ ପାଏ ଯେଉଁ ପଥ ଦେଇ ଯାଏ ସେ ପଥ ବି ମାରା ହୋଇଯାଏ ବା ଅଶୁଦ୍ଧ ହୋଇଯାଏ। ସ୍ନାନ ମନ୍ତ୍ରରେ ସେ ପଥକୁ ଶୁଦ୍ଧ କରିବାକୁ ପଡ଼େ। କିନ୍ତୁ ମୋ କର୍ମ ମୋର ହାତର ଛୁଆଁରେ ପୂତି ଗନ୍ଧମୟ ନର୍କ କ୍ଷଣକରେ ସୀମିତ ସମୟରେ ସ୍ୱଚ୍ଛ ଶୁଦ୍ଧତାରେ ପରିଣତ ହୁଏ। ବଡ଼ଦାଣ୍ଡରେ ଯେତେବେଳେ ଝାଡ଼ୁ ଧରି ଖରକି ସଫା କରେ ସେତେବେଳେ କେତେ ଯେ ଭଗତ କେତେ ଯେ ସେବକ ପଥଚାରୀ ବିଦ୍ରୂପ କରନ୍ତି, ପରିହାସ କରନ୍ତି। ତଥାପି ତାର ସେଇ ନଶ୍ୱର ଶରୀରର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୁଅନ୍ତି, ଅନେକ ଲୋଲୁପ ଦୃଷ୍ଟି ପକାଇଥାନ୍ତି। କିନ୍ତୁ ଯେତେ ଯାହା ହେଲେ ବି ସମାଜ ଆଖିରେ ସେ ଅସ୍ପୃଶ୍ୟ ଅଛୁଆଁ। ସେ ସେଥିପାଇଁ ନିଜକୁ ଧିକ୍କାର କରେ। ଚତୁର୍ଥ ସ୍ତବକ। ଅସ୍ପୃଶ୍ୟ ଚଣ୍ଡାଳୁଣୀ ଦୁଃଖ ଲାଗେ, ଇଚ୍ଛା ହୁଏ ନିନ୍ଦିବାକୁ ନିଜର କପାଳ। ଅସ୍ପୃଶ୍ୟ ଚଣ୍ଡାଳୁଣୀ ମୁଁ ଦୁଃଖ ଲାଗେ, ଇଚ୍ଛା ହୁଏ ନିନ୍ଦିବାକୁ ନିଜର କପାଳ। ଅନାର୍ଯ୍ୟ ମୁଁ ଛୁଇଁଦେଲେ ଦିଅ ହୁଏ ମାରା। ଅନାର୍ଯ୍ୟ ମୁଁ ଛୁଇଁଦେଲେ ଦିଅ ହୁଏ ମାରା। ଯେଉଁ ବାଟେ ଯାଏ ତାହା ହୁଏ ଅଶୁଦ୍ଧ। ଯେଉଁ ବାଟେ ଯାଏ ତାହା ହୁଏ ଅଶୁଦ୍ଧ। ଶୁଦ୍ଧତାର ଉପଚାର। ଶୁଦ୍ଧତାର ଉପଚାର ସ୍ନାନ ମନ୍ତ୍ର ଆର୍ଯ୍ୟ ସଂସ୍କୃତିର। ମନ୍ତ୍ର ବଳେ ଶୁଦ୍ଧପୂତ ହୋଇଥାଏ ଅଶୁଦ୍ଧ ସତ୍ତାର। ମନ୍ତ୍ର ବଳେ ଶୁଦ୍ଧପୂତ ହୋଇଥାଏ ଅଶୁଦ୍ଧ ସତ୍ତାର। ମୋ କର୍ମରେ ମୋ ଛୁଆଁରେ ଆବିଳତା ହୁଏ ଦୂର। ମୋ କର୍ମରେ ମୋ ଛୁଆଁରେ ଆବିଳତା ହୁଏ ଦୂର। ସ୍ୱଚ୍ଛତା ପ୍ରସରେ ପୂତିଗନ୍ଧମୟ ନର୍କ। ପୂତିଗନ୍ଧମୟ ନର୍କ ନିମିଷକେ ରୂପ ନିଏ ସ୍ୱଚ୍ଛ ଶୁଭ୍ରତାରେ। ନିମିଷକେ ରୂପ ନିଏ ସ୍ୱଚ୍ଛ ଶୁଭ୍ରତାରେ। ବଡ଼ଦାଣ୍ଡେ ଯିବାବେଳେ କେତେ କେତେ ଅଶ୍ଳୀଳ ଇଙ୍ଗିତ। ସେବକ ଭଗତ ଆଉ ଥୋକେ ପଥଚାରୀ। ସେବକ ଭଗତ ଆଉ ଥୋକେ ପଥଚାରୀ କରନ୍ତି ବିଦ୍ରୂପ। ରକ୍ତ ମାଂସ ଚର୍ମ ଢଙ୍କା। ରକ୍ତ ମାଂସ ଚର୍ମ ଢଙ୍କା ନଶ୍ୱର ଦେହରେ ଘୂରି ବୁଲେ ଶତ ଶତ ଲୋଲୁପ ନୟନ। ଘୂରି ବୁଲେ ଶତ ଶତ ଲୋଲୁପ ନୟନ। ମୁଞ୍ଜି ଚଣ୍ଡାଳୁଣୀ ହେଳେ ଦିଅନ୍ତି ପାଶୋରି। ମୁଞ୍ଜେ ଚଣ୍ଡାଳୁଣୀ ହେଳେ ଦିଅନ୍ତି ପାଶୋରି। ତଥାପି ଅସ୍ପୃଶ୍ୟତାର ବୁଢ଼ିଆଣୀ ଜାଲେ। ତଥାପି ଅସ୍ପୃଶ୍ୟତାର ବୁଢ଼ିଆଣୀ ଜାଲେ। ଛନ୍ଦା ମୋର ହସ୍ତପାଦ। ଛନ୍ଦା ମୋର ହସ୍ତପାଦ। ଅଛୁଆଁ ମୁଁ ସମାଜ ଆଖିରେ। ଅଛୁଆଁ ମୁଁ ସମାଜ ଆଖିରେ। ଜୟ ଜଗନ୍ନାଥ।